ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଜିର ପ୍ରଥମ ପ୍ରଶ୍ନଟି ହେଉଛି ମହାତ୍ମା ଗାନ୍ଧୀ କେବେ ଓଡ଼ିଶାକୁ ଆସିଥିଲେ? ଅପସନ୍ ଏ 1920 ମସିହାରେ, ଅପସନ୍ ବି 1921 ମସିହାରେ, ଅପସନ୍ ସି 1922 ମସିହାରେ, ଅପସନ୍ ଡି 1924 ମସିହାରେ। ଦର୍ଶକ ବନ୍ଧୁ, ଆପଣଙ୍କ ପାଇଁ ମୁଁ 20ଟି ସିଲେକ୍ଟେଡ୍ ପ୍ରଶ୍ନ ଏବଂ ତାର ଉତ୍ତର ଆଣିଛି। ଆପଣମାନେ 20ଟି ପ୍ରଶ୍ନରୁ କେତୋଟି ଠିକ୍ କରୁଛନ୍ତି ତାହାକୁ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରନ୍ତୁ। ତ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି 1921 ମସିହାରେ ମହାତ୍ମା ଗାନ୍ଧୀ ଆମ ରାଜ୍ୟ ଓଡ଼ିଶାକୁ ଆସିଥିଲେ। ପରବର୍ତ୍ତୀ ପ୍ରଶ୍ନ ଦର୍ଶକ ବନ୍ଧୁ, ଇଂରେଜମାନେ କେବେ ଓଡ଼ିଶାକୁ ଅଧିକାର କଲେ? ଅପସନ୍ ଏ 1800 ମସିହାରେ, ଅପସନ୍ ବି 1801 ମସିହାରେ, ଅପସନ୍ ସି 1802 ମସିହାରେ, ଅପସନ୍ ଡି 1803 ମସିହାରେ। ଆପଣମାନେ ଯଦି ପ୍ରଶ୍ନର ଉତ୍ତର ଗୁଡ଼ିକୁ ଜାଣିଛନ୍ତି ତାହେଲେ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରନ୍ତୁ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି 1903 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, କିଏ ଜୟ ହିନ୍ଦ ସ୍ଲୋଗାନ ଦେଇଥିଲେ? ଅପସନ୍ ଏ ମହାତ୍ମା ଗାନ୍ଧୀ, ଅପସନ୍ ବି ସୁଭାଷ ଚନ୍ଦ୍ର ବୋଷ, ଅପସନ୍ ସି ରାଜେନ୍ଦ୍ର ପ୍ରସାଦ, ଅପସନ୍ ଡି ଗୋପବନ୍ଧୁ ଦାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ସୁଭାଷ ଚନ୍ଦ୍ର ବୋଷ। ସୁଭାଷ ଚନ୍ଦ୍ର ବୋଷ ମଧ୍ୟ କହିଥିଲେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି, ଏବଂ ସେ ମଧ୍ୟ କହିଥିଲେ ଦିଲ୍ଲୀ ଚାଲ। ଏବଂ ଏଠାରେ ଆପଣମାନେ ମନେ ରଖନ୍ତୁ ମହାତ୍ମା ଗାନ୍ଧୀ କହିଥିଲେ କର ବା ମର। ପରବର୍ତ୍ତୀ ପ୍ରଶ୍ନ, ସବୁଠାରୁ ପୁରୁଣା ବେଦର ନାମ କ'ଣ? ଅପସନ୍ ଏ ଋଗ୍ବେଦ, ଅପସନ୍ ବି ସାମବେଦ, ଅପସନ୍ ସି ଯଜୁର୍ବେଦ, ଅପସନ୍ ଡି ଅଥର୍ବବେଦ। ଫ୍ରେଣ୍ଡସ୍, ଆପଣମାନେ ଜାଣି ନିଅନ୍ତୁ ବେଦ ହେଉଛି 4 ପ୍ରକାର। ଗୋଟେ ହେଉଛି ଋଗ୍ବେଦ, ସେକେଣ୍ଡରେ ହେଉଛି ସାମବେଦ, ଥାର୍ଡରେ ହେଉଛି ଯଜୁର୍ବେଦ ଏବଂ ଚତୁର୍ଥରେ ହେଉଛି ଅଥର୍ବବେଦ। ଏହି ବେଦମାନଙ୍କ ମଧ୍ୟରୁ ସବୁଠାରୁ ପୁରୁଣା ବେଦ ହେଉଛି ଆମର ଋଗ୍ବେଦ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଋଗ୍ବେଦ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ମହାକାଶଚାରୀଙ୍କ ନାମ କ'ଣ? ଅପସନ୍ ଏ ସୁନିତା ୱିଲିୟମ, ଅପସନ୍ ବି ରାକେଶ ଶର୍ମା, ଅପସନ୍ ସି କଳ୍ପନା ଚାୱଲା, ଅପସନ୍ ଡି ନୀଲ ଆର୍ମଷ୍ଟ୍ରଙ୍ଗ। ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ରାକେଶ ଶର୍ମା। ଯଦି ଆପଣଙ୍କୁ ମହିଳା କଥା ପଚାରିଥାନ୍ତା ତାହେଲେ ଭାରତର ପ୍ରଥମ ମହିଳା ମହାକାଶଚାରୀଙ୍କ ନାଁ ହେଉଛି କଳ୍ପନା ଚାୱଲା। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର ସବୁଠାରୁ ବଡ଼ ଓଡ଼ିଆ ଭାଷାକୋଷର ନାମ କ'ଣ? ଅପସନ୍ ଏ ବେଦ, ଅପସନ୍ ବି ମହାଭାରତ, ଅପସନ୍ ସି ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ଅପସନ୍ ଡି ରାମାୟଣ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ। ଏହାକୁ ଲେଖିଥିଲେ ଗୋପାଳ ଚନ୍ଦ୍ର ପ୍ରହରାଜ। ଏହା ହେଉଛି ଓଡ଼ିଶାର ସବୁଠାରୁ ବଡ଼ ଓଡ଼ିଆ ଭାଷାକୋଷ। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ କ୍ୟାଲେଣ୍ଡରର ନାମ କ'ଣ? ଅପସନ୍ ଏ ଜାତୀୟ କ୍ୟାଲେଣ୍ଡର, ଅପସନ୍ ବି ଶାଖା କ୍ୟାଲେଣ୍ଡର, ଅପସନ୍ ସି ଭାରତୀୟ କ୍ୟାଲେଣ୍ଡର, ଅପସନ୍ ଡି ଓଡ଼ିଆ କ୍ୟାଲେଣ୍ଡର। ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଶାଖା କ୍ୟାଲେଣ୍ଡର। ପରବର୍ତ୍ତୀ ପ୍ରଶ୍ନ, ବର୍ତ୍ତମାନ ଭାରତର ପ୍ରତିରକ୍ଷା ମନ୍ତ୍ରୀଙ୍କ ନାମ କ'ଣ? ଅପସନ୍ ଏ ମୁକେଶ ମୋହାଲି, ଅପସନ୍ ବି ରାଜନାଥ ସିଂ, ଅପସନ୍ ସି ଅମିତ ଶାହା, ଅପସନ୍ ଡି ସଞ୍ଜୀବ ଖାନ୍ନା। ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ରାଜନାଥ ସିଂ ଏବଂ ଅମିତ ଶାହା ହେଉଛନ୍ତି ଭାରତର ହୋମ୍ ମିନିଷ୍ଟର ବା ଗୃହମନ୍ତ୍ରୀ। ପରବର୍ତ୍ତୀ ପ୍ରଶ୍ନ,
ଓଡ଼ିଶାରେ କେବେ ମହାବାତ୍ୟା ହୋଇଥିଲା? ଅପସନ୍ ଏ 1998 ମସିହା, ଅପସନ୍ ବି 1999 ମସିହା, ଅପସନ୍ ସି 2000 ମସିହା, ଅପସନ୍ ଡି 2001 ମସିହା। ଦର୍ଶକ ବନ୍ଧୁ, ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି 1999 ମସିହା। ହଁ ଦର୍ଶକ ବନ୍ଧୁ, 1999 ମସିହାରେ ଓଡ଼ିଶାରେ ମହାବାତ୍ୟା ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ, ବର୍ତ୍ତମାନ ଓଡ଼ିଶାରେ କେତେ ଜଣ ଉପମୁଖ୍ୟମନ୍ତ୍ରୀ ଅଛନ୍ତି? ଅପସନ୍ ଏ 1 ଜଣ, ଅପସନ୍ ବି 2 ଜଣ, ଅପସନ୍ ସି 3 ଜଣ, ଅପସନ୍ ଡି 4 ଜଣ। ଫ୍ରେଣ୍ଡସ୍, ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି 2 ଜଣ। ସେମାନଙ୍କର ନାଁ ହେଉଛି, ପ୍ରଥମ ହେଉଛି ପ୍ରଭାତୀ ପରିଡ଼ା ଏବଂ ଦ୍ୱିତୀୟ ହେଉଛନ୍ତି କନକ ବର୍ଦ୍ଧନ ସିଂଦେଓ। ପରବର୍ତ୍ତୀ ପ୍ରଶ୍ନ, ବେଦର ଅନ୍ୟ ନାମ କ'ଣ? ଅପସନ୍ ଏ ଶ୍ରୁତି, ଅପସନ୍ ବି ପୁରାଣ, ଅପସନ୍ ସି ଜ୍ଞାନ, ଅପସନ୍ ଡି ବ୍ରହ୍ମ। ଦର୍ଶକ ବନ୍ଧୁ, ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଶ୍ରୁତି। ବେଦକୁ ଶୁଣି ଶୁଣି ମନେ ରଖୁଥିବାରୁ ଏହାକୁ ଶ୍ରୁତି ମଧ୍ୟ କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, WWWର ପୁରା ନାମ କ'ଣ? ଅପସନ୍ ଏ ୱାର୍ଲଡ ୱାଇଡ୍ ୱେବ୍, ଅପସନ୍ ବି ୱାର୍ଲଡ ୱାଇଡ୍ ୱେବ୍, ଅପସନ୍ ସି ୱାର୍ଲଡ ୱାଇଡ୍ ୱେବ୍, ଅପସନ୍ ଡି ୱାର୍ଲଡ ୱେବ୍ ୱାଇଡ୍। ଫ୍ରେଣ୍ଡସ୍, ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ୱାର୍ଲଡ ୱାଇଡ୍ ୱେବ୍। ଆପଣମାନେ ଏହାର ସ୍ପେଲିଂକୁ ଭଲ ଭାବରେ ଦେଖିବେ। ପରବର୍ତ୍ତୀ ପ୍ରଶ୍ନ, ଲାଲକିଲ୍ଲା କିଏ ନିର୍ମାଣ କରିଥିଲେ? ଅପସନ୍ ଏ ହୁମାୟୁନ୍, ଅପସନ୍ ବି ଜାହାଙ୍ଗୀର, ଅପସନ୍ ସି ଆକବର, ଅପସନ୍ ଡି ଶାହଜାହାନ। ଦର୍ଶକ ବନ୍ଧୁ, ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ଶାହଜାହାନ। ଲାଲକିଲ୍ଲା ଦିଲ୍ଲୀରେ ଅବସ୍ଥିତ। ପରବର୍ତ୍ତୀ ପ୍ରଶ୍ନ, ସନ୍ଥ କବି ଭାବରେ କିଏ ପରିଚିତ? ଅପସନ୍ ଏ ଗଙ୍ଗାଧର ମେହେର, ଅପସନ୍ ବି ରାଧାନାଥ ରାୟ, ଅପସନ୍ ସି ଉପେନ୍ଦ୍ର ଭଞ୍ଜ, ଅପସନ୍ ଡି ଭୀମ ଭୋଇ। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ଭୀମ ଭୋଇ। ଗଙ୍ଗାଧର ମେହେରଙ୍କୁ ସ୍ୱଭାବ କବି ବୋଲି କୁହାଯାଏ, ରାଧାନାଥ ରାୟଙ୍କୁ କବିବର ବୋଲି କୁହାଯାଏ ଏବଂ ଉପେନ୍ଦ୍ର ଭଞ୍ଜଙ୍କୁ କବି ସମ୍ରାଟ ବୋଲି କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ସ୍ୱର୍ଣ୍ଣ ମନ୍ଦିର କେଉଁଠାରେ ଅବସ୍ଥିତ? ଅପସନ୍ ଏ ଜୟପୁର, ଅପସନ୍ ବି ଦିଲ୍ଲୀ, ଅପସନ୍ ସି ରାଜସ୍ଥାନ, ଅପସନ୍ ଡି ପଞ୍ଜାବ। ଫ୍ରେଣ୍ଡସ୍, ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ପଞ୍ଜାବ। ପରବର୍ତ୍ତୀ ପ୍ରଶ୍ନ, ମଣିଷ ଶରୀରରେ କେତେ ଖଣ୍ଡ ହାଡ଼ ଅଛି? ଅପସନ୍ ଏ 204 ଖଣ୍ଡ, ଅପସନ୍ ବି 205 ଖଣ୍ଡ, ଅପସନ୍ ସି 206 ଖଣ୍ଡ, ଅପସନ୍ ଡି 207 ଖଣ୍ଡ। ଫ୍ରେଣ୍ଡସ୍, ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି 206 ଖଣ୍ଡ। ଏଠାରେ ଆପଣମାନେ ମନେ ରଖନ୍ତୁ କି ଯେତେବେଳେ ଗୋଟିଏ ଶିଶୁ ନୂଆକରି ଜନ୍ମ ହୋଇଥାଏ ତାହାର ହାଡ଼ ସଂଖ୍ୟା ଥାଏ 300। ପରବର୍ତ୍ତୀ ପ୍ରଶ୍ନ, ଇଣ୍ଡିଆ ଗେଟ୍ କେଉଁ ସହରରେ ଅବସ୍ଥିତ? ଅପସନ୍ ଏ ଦିଲ୍ଲୀ, ଅପସନ୍ ବି ମୁମ୍ବାଇ, ଅପସନ୍ ସି ଚେନ୍ନାଇ, ଅପସନ୍ ଡି କୋଲକାତା। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଦିଲ୍ଲୀ। ଏଠାରେ ଆପଣମାନେ ଗୋଟିଏ କଥା ମନେ ରଖନ୍ତୁ, ଯଦି ଆପଣଙ୍କୁ ପଚାରିଥିବ କି ଗେଟ୍ ଅଫ୍ ଇଣ୍ଡିଆ ବା ଗେଟ୍ ୱେ ଅଫ୍ ଇଣ୍ଡିଆ କେଉଁ ସହରରେ ଅବସ୍ଥିତ, ତାହେଲେ ଏହାର ସଠିକ ଉତ୍ତରଟି ହେବ ମୁମ୍ବାଇ। ଦର୍ଶକ ବନ୍ଧୁ, କନଫ୍ୟୁଜ ହେବେନି। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର
ଜାତୀୟ ଖେଳର ନାମ କ'ଣ? ଅପସନ୍ ଏ କ୍ରିକେଟ, ଅପସନ୍ ବି କବାଡି, ଅପସନ୍ ସି ଭଲିବଲ, ଅପସନ୍ ଡି ହକି। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି କବାଡି। ଫ୍ରେଣ୍ଡସ୍, ଏଠାରେ ଆପଣମାନେ ମନେ ରଖନ୍ତୁ, ଆପଣଙ୍କୁ ଯଦି କ୍ୱେଶ୍ଚେନ୍ ପଚାରିଥିବ କି ଭାରତର ଜାତୀୟ ଖେଳର ନାମ କ'ଣ, ତାହେଲେ ତାହାର ଉତ୍ତରଟି ହେବ ହକି। ପରବର୍ତ୍ତୀ ପ୍ରଶ୍ନ ଦର୍ଶକ ବନ୍ଧୁ, ଭାରତର ସବୁଠାରୁ ଉଚ୍ଚତମ ମିନାରର ନାମ କ'ଣ? ଅପସନ୍ ଏ ଚାରମିନାର, ଅପସନ୍ ବି କୁତବ ମିନାର, ଅପସନ୍ ସି ଝିଲତା ମିନାର, ଅପସନ୍ ଡି ଶହୀଦ ମିନାର। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି କୁତବ ମିନାର। ଏହା ଦିଲ୍ଲୀରେ ଅବସ୍ଥିତ। ପରବର୍ତ୍ତୀ ପ୍ରଶ୍ନ, ଭାରତର ସମ୍ବିଧାନର ଜନକ କାହାକୁ କୁହାଯାଏ? ଅପସନ୍ ଏ ଡକ୍ଟର ଭୀମରାଓ ଆମ୍ବେଦକର, ଅପସନ୍ ବି ସୁଭାଷ ଚନ୍ଦ୍ର ବୋଷ, ଅପସନ୍ ସି ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଅପସନ୍ ଡି ପଣ୍ଡିତ ଜବାହରଲାଲ ନେହେରୁ। ଏହି ପ୍ରଶ୍ନଟି ଆପଣମାନଙ୍କ ପାଇଁ ରହିଛି। ଆପଣମାନେ ଏହାର ଉତ୍ତରଟିକୁ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରନ୍ତୁ। ଆପଣମାନେ ଯଦି ଏହାର ଉତ୍ତରଟିକୁ ଜାଣିବା ପାଇଁ ଚାହୁଁଥାନ୍ତି, ତାହେଲେ ଏହାର ଉତ୍ତର ଆପଣମାନେ ପରବର୍ତ୍ତୀ ଭିଡ଼ିଓରେ ପାଇପାରିବେ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ, ତାହେଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଦେଖା ହେବା ପରବର୍ତ୍ତୀ ଭିଡ଼ିଓରେ। ଥ୍ୟାଙ୍କ ୟୁ।